ସାଙ୍ଗମାନେ କଳାପାଣିର ସଜା ଇଂରେଜମାନଙ୍କ ସମୟର ଏକ ଭୟଙ୍କର ସଜା ଥିଲା, ଯାହାର ନାଁ ଶୁଣିଲେ କଏଦୀ ଥରଥର ହେଇ କମ୍ପିବାକୁ ଲାଗୁଥିଲେ। ଏକ ଏମିତି ସଜା ଯାହା ବଦଳରେ କଏଦୀ ମୃତ୍ୟୁ ମାଗୁଥିଲେ। ସେତେବେଳ ସମୟରେ ଆଜାଦି ଚାହୁଁଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏପରି କଠୋର ସଜା ଦିଆଯାଉଥିଲା। ଏଠାକୁ ଅଣାଯାଉଥିବା କଏଦୀମାନଙ୍କୁ କଠୋରରୁ ଅତି କଠୋର ସଜା ଦିଆଯାଉଥିଲା। ଏଠାରେ ଯେଉଁ କଏଦୀ ବଞ୍ଚିବାର ଇଚ୍ଛା ରଖୁଥିଲା ତାକୁ ତିଳ ତିଳ କରି ମାରି ଦିଆଯାଉଥିଲା, ଆଉ ଆରପଟେ ଯିଏ ମରିବାକୁ ଚାହୁଁଥିଲା ତାକୁ କଷ୍ଟ ଦେଇ ଦେଇ ଜୀବିତ ରଖାଯାଉଥିଲା। ଗଭୀର ସମୁଦ୍ରର ମଝିରେ ଥିବା ଏହି ଭୟଙ୍କର ଜେଲରେ କଏଦୀ ମୃତ୍ୟୁଠାରୁ ବି ଖରାପ ଜୀବନ ଜୀଇଁବା ପାଇଁ ମଜବୁର ଥିଲା। ଆକଳନକୁ ମାନିବା ତ ପ୍ରାୟ 80,000 କଏଦୀଙ୍କୁ ସେହି ଜେଲକୁ ଅଣାଯାଇଥିଲା, ଯାହା ମଧ୍ୟରୁ ମାତ୍ର 30,000 କଏଦୀ ଜୀବିତ ନିଜ ଘରକୁ ଫେରି ପାରିଥିଲେ। କିନ୍ତୁ ବାକି 50,000 କଏଦୀଙ୍କ ସହ କ'ଣ ହେଲା ଆଜି ପର୍ଯ୍ୟନ୍ତ କାହାକୁ ମଧ୍ୟ ଜଣା ନାହିଁ। ସାଙ୍ଗମାନେ, ଆସନ୍ତୁ ଜାଣିବା କଳାପାଣି ସଜାର ଅର୍ଥ କ'ଣ। ଏହାର ନାଁ ଶୁଣିଲା ମାତ୍ରେ କାହିଁକି କଏଦୀମାନେ ଥରିବାକୁ ଲାଗୁଥିଲେ? ଇଂରେଜମାନେ ସେଲ୍ୟୁଲାର ଜେଲର ନିର୍ମାଣ ସମୁଦ୍ର ମଝିରେ କ'ଣ ପାଇଁ କରିଥିଲେ? ଏବଂ ତା ସହିତ ଜାଣିବା କଳାପାଣି ସହିତ ଜଡ଼ିତ କିଛି ରହସ୍ୟମୟ ଘଟଣା ବିଷୟରେ, ଯାହାକୁ ଶୁଣିବା ପରେ ଆପଣମାନଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ, ଆଉ ଆପଣମାନେ ବୁଝିଯିବେ ସ୍ୱାଧୀନତା ପାଇଁ ସଂଗ୍ରାମ କରିବାକୁ ଯାଇ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ କେତେ କଷ୍ଟ ସହିବାକୁ ପଡ଼ିଥିଲା। ସାଙ୍ଗମାନେ, 1857 ମସିହା କ୍ରାନ୍ତି ପରେ ଇଂରେଜମାନେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଗିରଫ କରି ସେମାନଙ୍କ ମନୋବଳ ଭାଙ୍ଗିବାକୁ ଚାହୁଁଥିଲେ। ଇଂରେଜମାନଙ୍କ ମାନ୍ୟତା ଥିଲା କି ଏହି କଏଦୀମାନଙ୍କୁ ଏମିତି ଏକ ଜାଗାରେ ରଖାଯାଉ ଯେମିତିକି ନା କି ତାଙ୍କୁ କେହି ଦେଖିପାରିବେ ଆଉ ନା କି ତାଙ୍କ ପାଇଁ କେହି ବିରୋଧ କରିପାରିବେ। ସେଥିପାଇଁ ଇଂରେଜମାନେ ଭାରତଠାରୁ 1000 କିଲୋମିଟର ଦୂର ସମୁଦ୍ରର ମଝିଆମଝି ଆଣ୍ଡାମାନ ଆଉ ନିକୋବର ଦ୍ୱୀପକୁ ବାଛିଥିଲେ। ଦିନ ଥିଲା 10 ମାର୍ଚ୍ଚ 1858 ମସିହା। ଇଂରେଜ ଶାସକ ପ୍ରାୟ 1000 ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଜାହାଜରେ ବସାଇ ପ୍ରଥମ ଥର ଆଣ୍ଡାମାନ ନିକୋବର ଦ୍ୱୀପକୁ ବାହାରିଗଲେ। କିଛି ଦିନ ପରେ ଏହି କଏଦୀମାନେ ଏକ ଭୟାନକ ଏବଂ ସୁନସାନ ଦ୍ୱୀପରେ ପହଞ୍ଚିଥିଲେ, ଯେଉଁଠି ଚାରିପଟେ ମଗରମାଛ, ସାପ, ବିଛା ଏବଂ ପୋକଜୋକଙ୍କୁ ଛାଡ଼ିଲେ ଆଉ କିଛି ବି ନଜର ଆସୁନଥିଲା। ଏଠାରେ ପଥର ଜମି ଏବଂ ଘନ ଜଙ୍ଗଲକୁ ଦେଖି କଏଦୀମାନଙ୍କ ଚିନ୍ତା ବଢ଼ିଯାଇଥିଲା। ସର୍ବପ୍ରଥମେ କଏଦୀମାନଙ୍କ ଦ୍ୱାରା ଜଙ୍ଗଲକୁ କଟାଯାଇ ବ୍ରିଟିଶ ଅଧିକାରୀମାନଙ୍କ ପାଇଁ ଘର ବନାଯାଇଥିଲା। ଏହି କାମ କଏଦୀମାନଙ୍କ ପାଇଁ ଏତେ କଷ୍ଟସାଧ୍ୟ ଥିଲା କି ଏମିତି କରି କରି କିଛି କଏଦୀ ନିଜ ଜୀବନ ହରାଇ ସାରିଥିଲେ, କାରଣ ଅଧିକାଂଶ କଏଦୀଙ୍କୁ ନିଜ ହାତ ଦ୍ୱାରା ପଥର ଗୁଡ଼ିକୁ ହଟାଇବାକୁ ପଡ଼ୁଥିଲା। ଏହାଦ୍ୱାରା ବିଷଧର ସାପ, ବିଛାମାନେ ସେମାନଙ୍କୁ ଦଂଶନ କରୁଥିଲେ, ଯାହାର କିଛି ଚିକିତ୍ସା ମଧ୍ୟ ନଥିଲା, ଆଉ କିଛି ଲୋକ ମ୍ୟାଲେରିଆ ପରି ବେମାର ପାଇଁ ମୃତ୍ୟୁବରଣ କଲେ। ଏହା ଛଡ଼ା କଏଦୀଙ୍କ ରହିବା ପାଇଁ ଏଠାରେ କୌଣସି ବ୍ୟବସ୍ଥା ନଥିଲା। ସେମାନଙ୍କୁ ଭୂମିରେ ଶୋଇ ରାତି କାଟିବାକୁ ପଡ଼ୁଥିଲା। ଧୀରେ ଧୀରେ ଏଠାରେ କଏଦୀମାନଙ୍କ ସଂଖ୍ୟା ମଧ୍ୟ ବଢ଼ିବାକୁ ଲାଗିଲା ଏବଂ ତାପରେ ସମୟ ଆସିଲା 1896 ମସିହା, ଆଉ ଆରମ୍ଭ ହୋଇଥିଲା ଭୟାନକ ସେଲ୍ୟୁଲାର ଜେଲର ନିର୍ମାଣ। ସବୁଠାରୁ ପ୍ରଥମେ ଆଣ୍ଡାମାନର ରାଜଧାନୀ ଫୋର୍ଟ ବ୍ଲେୟାରରେ ଜେଲର ମଝିଆମଝି ଏକ ଉଚ୍ଚା ଟାୱାର ବନାଗଲା, ଯେଉଁଠି ଏକ ବଡ଼ ଘଣ୍ଟା ମଧ୍ୟ ଲଗାଗଲା, ଯାହାକୁ କୌଣସି ବିପଦ ସମୟରେ ବଜାଯାଉଥିଲା। ଆଉ ପୁଣି ତାପରେ ଆରମ୍ଭ ହେଲା 7 ଶାଖା ବିଶିଷ୍ଟ ସେଲ୍ୟୁଲାର ଜେଲର ନିର୍ମାଣ। ସାଙ୍ଗମାନେ, ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଥିଲା କି ଏହି ଜେଲର ନିର୍ମାଣ ସେହି କଏଦୀମାନେ କରୁଥିଲେ ଯେଉଁମାନଙ୍କୁ କିଛି ଦିନ ପରେ ଏଠାରେ ହିଁ କଏଦ ହେବାର ଥିଲା। ସବୁ ଶାଖାକୁ 3 ମହଲା ବିଶିଷ୍ଟ ବନାଯାଇଥିଲା, ଆଉ ଇଂରେଜମାନେ ଚାହୁଁଥିଲେ ଏଠାରେ ରହିବାକୁ ଥିବା କଏଦୀମାନେ ପରସ୍ପର ସହ ମିଶି ନ ପାରନ୍ତୁ। ସେଥିପାଇଁ ସେମାନେ ଏହି ଜେଲରେ ପାଖାପାଖି 700 କୋଠରୀ ବନାଇଥିଲେ। ପ୍ରତ୍ୟେକ କୋଠରୀର ସାଇଜ୍ 4.5 ମିଟର ବାଇ 2.7 ମିଟର ଥିଲା। ପ୍ରତ୍ୟେକ କୋଠରୀରେ 3 ମିଟର ହାଇଟ୍ରେ ଗୋଟିଏ ଝରକା ମଧ୍ୟ ବନାଯାଇଥିଲା। କିନ୍ତୁ ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗିବ କି ସେଠାରୁ କେହି ବି କଏଦୀ ବାହାରକୁ ଡେଇଁବାର ସାହସ କରିପାରୁନଥିଲେ। କାହିଁକି ନା କଏଦୀ ଯିବ ତ ଯିବ କୁଆଡ଼େ? ଜେଲର ଚତୁଃପାର୍ଶ୍ୱରେ ଗଭୀର ସମୁଦ୍ର ହିଁ ସମୁଦ୍ର ଥିଲା। ଏହି ଜେଲର ଭବନ ଲାଲ ଇଟା ଦ୍ୱାରା ବନାଯାଇଥିଲା। ଏହି ଜେଲର ମୁଖ୍ୟ ଦ୍ୱାରରେ ଏତେ ଖତରନାକ ହତିଆର ସବୁ ରଖାଯାଇଥିଲା, ଯାହାକୁ ଦେଖି କଏଦୀ ପ୍ରଥମ ଥରରୁ ହିଁ ସବୁ ବୁଝି ଯାଉଥିଲା। ଏହି ଜେଲର ନିର୍ମାଣ ପାଇଁ ସେତେବେଳର ସମୟରେ ପ୍ରାୟ 5 ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ଜେଲ ମଧ୍ୟରେ ସ୍ୱାଧୀନତା ଚାହୁଁଥିବା ସ୍ୱତନ୍ତ୍ରତା ସେନା ଉପରେ ବଡ଼ ଅତ୍ୟାଚାର କରାଯାଉଥିଲା। ସେମାନଙ୍କୁ ଭୟଙ୍କର ଯାତନା ଦିଆଯାଉଥିଲା, ଯେମିତିକି ସେମାନେ ସ୍ୱାଧୀନତାର ସ୍ୱପ୍ନ ତ ଦୂରର କଥା, ଜୀବିତ ରହିବା ପାଇଁ ତରସିଯିବେ। ପ୍ରତ୍ୟେକ କଏଦୀଙ୍କୁ ଏଠାରେ ପ୍ରତିଦିନ ଗୋରୁ ବଳଦ ପରି 30 କେଜିରୁ ବି ଅଧିକ ନଡ଼ିଆ ଏବଂ ସୋରିଷକୁ ପେଷିବାକୁ ପଡ଼ୁଥିଲା। ଯଦି ସେମାନେ ଏମିତି ନ କରିପାରୁଥିଲେ ତାଙ୍କୁ ଅତି ନିଷ୍ଠୁରତାର ସହିତ ଚାବୁକ ସାହାଯ୍ୟରେ ପିଟା ଯାଉଥିଲା।
ଆଉ କିଛି ଦିନ ପର୍ଯ୍ୟନ୍ତ ଲୁହା ଝଞ୍ଜିର ଦ୍ୱାରା ଦୁଇ ହାତକୁ ବାନ୍ଧି ଦେଇ କାନ୍ଥ ପାଖରେ ଛିଡ଼ା କରାଇ ଦିଆଯାଉଥିଲା। ଏଠାରେ ବନ୍ଦୀ ଥିବା କଏଦୀମାନଙ୍କୁ ପେଶାଇ ମିଲ୍ରେ ଘଣ୍ଟା ଘଣ୍ଟା ଧରି କାମ କରାଇବା, ରସି ବନାଇବା, ଟାୱେଲ ବୁଣିବା ଏବଂ ଏକାକୀ କାଳ କୋଠରୀରେ କଏଦ କରିବା ଏବଂ ସପ୍ତାହ ସପ୍ତାହ ପର୍ଯ୍ୟନ୍ତ ଭୋକିଲା ରଖିବା। ଏହି ଯାତନା ଏତେ ଭୟାନକ ଥିଲା କି ଯାହା ସେହି କଏଦୀମାନଙ୍କୁ ମାନସିକ ଏବଂ ଶାରୀରିକ ରୂପରେ ପଙ୍ଗୁ ବନାଇ ଦେଉଥିଲା। ସାଙ୍ଗମାନେ, ଏସବୁ ତ ମାମୁଲି ସଜା ଥିଲା। ଏବେ ଯାହା ସବୁ ଆମେ ଆଗକୁ ଜାଣିବା, ଯାହାକୁ ଜାଣିବା ପରେ ଆପଣଙ୍କ ରୋମ ଟାଙ୍କୁରି ଉଠିବ। ଭାବନ୍ତୁ ସାଙ୍ଗମାନେ, ଯଦି ଆପଣମାନଙ୍କୁ କେହି ଘାସରେ ବନାଯାଇଥିବା ଖାଦ୍ୟ ଖାଇବା ପାଇଁ ଦେବ ତ କ'ଣ ଆପଣମାନେ ଖାଇବେ? ହୋଇପାରେ ଆପଣମାନେ ରାଗରେ ଥାଳି ଫୋପାଡ଼ି ଦେବେ ବା ଆଉ କିଛି, କିନ୍ତୁ କଳାପାଣିରେ ରହୁଥିବା କଏଦୀମାନଙ୍କ ପାଖରେ ଏ ଅପସନ୍ ମଧ୍ୟ ନଥିଲା। ସାଙ୍ଗମାନେ, କଳାପାଣିର ଏହି ଜେଲର ବ୍ୟବହାର ଇଂରେଜମାନେ କେବଳ ଭାରତୀୟ କଏଦୀମାନଙ୍କ ପାଇଁ କରୁନଥିଲେ। ଏଠାକୁ ଅନ୍ୟ ଜାଗାରୁ ମଧ୍ୟ କଏଦୀମାନଙ୍କୁ କଏଦ କରି ଅଣାଯାଉଥିଲା। ବ୍ରିଟିଶ ଅଧିକାରୀମାନଙ୍କ ପାଇଁ ଏହି ଜାଗା ପସନ୍ଦିତା ଜାଗା ଥିଲା, କାହିଁକି ନା ଏହି ଦ୍ୱୀପ ଏକାନ୍ତ ଏବଂ ବହୁତ ଦୂର ଥିଲା, ଯେଉଁଠିକି କେହି ବି ସହଜରେ ଆସିପାରୁଥିଲା ନା ଯାଇପାରୁଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନୀ ଶାସକମାନେ ଏହି ଜେଲ୍ ଉପରେ କବ୍ଜା କରିଥିଲେ ଆଉ ଇଂରେଜମାନଙ୍କୁ ହିଁ ସେଲ୍ୟୁଲାର ଜେଲ୍ରେ ବନ୍ଦୀ ବନାଇ ଦେଇଥିଲେ। ସାଥିରେ ସେହି ଜେଲ୍ର 7ଟି ଶାଖା ମଧ୍ୟରୁ 2ଟି ଶାଖାକୁ ଜାପାନିଜମାନେ ନଷ୍ଟ କରିଦେଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତ ହେବା ପରେ 1945 ମସିହାରେ ଇଂରେଜମାନେ ପୁଣି ଥରେ ସେହି କଳାପାଣି ଜେଲ୍କୁ କବ୍ଜା କରିନେଇଥିଲେ। କଳାପାଣି ସଜା କାଟିଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ବଟୁକେଶ୍ୱର ଦତ୍ତ, ବିନାୟକ ଦାମୋଦର ସାବରକର, ବାବୁରାଓ ସାବରକର, ସୋମ ସିଂ, ମୌଲାନା ଅହମଦୁଲ୍ଲା, ମୌଲଭୀ ଅବ୍ଦୁର ରହିମ ସାଦିକପୁରୀ, ମୌଲାନା ଖୈରାବାଦୀ, ଏସ୍ ଚାନ୍ଦ ଚାଟାର୍ଜୀ, ଡକ୍ଟର ଦିୱାନ ସିଂ, ୟୋଗେନ୍ଦ୍ର ଶୁକ୍ଲା, ୟମନ ଗୋପାଳ ଯୋଶୀ ଏବଂ ଗୋପାଳ ଭାଇ ପରମାନନ୍ଦ ପରି ବହୁତ ନାମ ସାମିଲ ଥିଲେ। ସେଲ୍ୟୁଲାର ଜେଲ୍ର କାନ୍ଥରେ ବୀର ଶହୀଦମାନଙ୍କର ନାମ ଆଜି ମଧ୍ୟ ଲେଖାଯାଇଛି। ସାଥିରେ ସେଠାରେ ଏକ ସଂଗ୍ରହାଳୟ ମଧ୍ୟ ରହିଛି, ଯେଉଁଠି ସେହି ସବୁ ଅସ୍ତ୍ରକୁ ରଖାଯାଇଛି ଯେଉଁଥିରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉପରେ ଅତ୍ୟାଚାର କରାଯାଉଥିଲା। ଭାରତକୁ ଆଜାଦି ମିଳିବା ପରେ ଏହାର ଆଉ 2ଟି ଶାଖାକୁ ଧ୍ୱଂସ କରିଦିଆଯାଇଥିଲା। ବାକି ବଞ୍ଚିଥିବା 3ଟି ଶାଖା ଏବଂ ମୁଖ୍ୟ ଟାୱାରକୁ 1969 ମସିହାରେ ରାଷ୍ଟ୍ରୀୟ ସ୍ମାରକୀ ଘୋଷଣା କରିଦିଆଯାଇଥିଲା। 1963 ମସିହାରେ ଏଠାରେ ଏକ ଗୋବିନ୍ଦ ବଲ୍ଲଭ ପନ୍ତ ହସ୍ପିଟାଲ ଖୋଲାଯାଇଥିଲା ଆଉ ଏହା ଏକ 500 ବେଡ୍ ବିଶିଷ୍ଟ ହସ୍ପିଟାଲ ଅଟେ ଆଉ 40 ଜଣ ଡକ୍ଟର ଏଠାରେ ରୋଗୀଙ୍କ ସେବା କରୁଛନ୍ତି। ସାଙ୍ଗମାନେ, ଯଦି ଆପଣମାନଙ୍କୁ କେବେ ବି ମୌକା ମିଳେ ଗୋଟିଏ ଥର ସେଲ୍ୟୁଲାର ଜେଲ୍କୁ ଜରୁର ଯାଆନ୍ତୁ। ଏଠାରେ ଆମର ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କ ସାହସ ଆଉ ଉଦ୍ୟମକୁ ଦେଖି ଆପଣ ଗର୍ବ ଅନୁଭବ କରିବେ। ଭାରତ ସରକାର ସେହି ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିକୁ ଆଜି ବି ସମ୍ଭାଳିକି ରଖିଛନ୍ତି। ସାଙ୍ଗମାନେ, କ'ଣ ଆପଣମାନେ କଳାପାଣିର ଏହି ସଜା ବିଷୟରେ ଆଗରୁ ଜାଣିଥିଲେ? କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ। ସ୍ୱାଧୀନତା ସଂଗ୍ରାମୀମାନଙ୍କର ଏହି ବଳିଦାନର ଭିଡ଼ିଓ ଯଦି ଆପଣମାନଙ୍କୁ ଟିକେ ବି ଭଲ ଲାଗିଥାଏ, ସେହି ସଂଗ୍ରାମୀମାନଙ୍କ ଉଦ୍ଦେଶ୍ୟରେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ଆଜି ପାଇଁ ଏତିକି ସାଙ୍ଗମାନେ, ରହୁଛି। ନମସ୍କାର, ଜୟ ଜଗନ୍ନାଥ।